ଦିନକର କଥା, ଜଣେ ସାଧୁ ଗୋଟେ ଗଛ ତଳେ ବସିଥିଲେ। ଆଉ ସେ ଗଛର ଡାଳରେ ଗୋଟେ କାଉ ବସିଥିଲା। ସେ କାଉ ସେ ଡାଳରେ ବସି କାନ୍ଦୁଥିଲା। କାଉର ଦୁଇଟୋପା ଲୁହ ସେ ସାଧୁଙ୍କ ଉପରେ ପଡ଼ିଲା। ସେ ସାଧୁ ଜଣକ କାଉକୁ ପଚାରିଲେ, କ'ଣ ହେଇଛି? କାହିଁକି ମନ ଦୁଃଖ କରୁଛୁ? କାଉ କହିଲା, ଆଜ୍ଞା, ମୁଁ ମୋ ଜୀବନକୁ ନେଇ ବହୁତ ଡିଷ୍ଟର୍ବ ଅଛି। କେହି ମୋତେ ଭଲ ପାଉନାହାନ୍ତି। ସମସ୍ତେ ମୋତେ ଦୂରେଇ ଦେଉଛନ୍ତି। କେହି କିଛି ମୋତେ ଖାଇବାକୁ ବି ଦେଉନାହାନ୍ତି। ସମସ୍ତେ ମୋତେ ଘୃଣା କରୁଛନ୍ତି। ଏମିତିକା ବଞ୍ଚିବା ଅପେକ୍ଷା ମରିଯିବା ଭଲ। ସାଧୁ ଜଣକ କହିଲେ, ସାଙ୍ଗ, କେମିତି ବି ପରିସ୍ଥିତି ହଉ, ଆମକୁ ଆମ ଜୀବନରେ ଖୁସିରେ ରହିବାର ଅଛି। କିନ୍ତୁ କାଉ ଏକଥା ବୁଝିପାରିଲା ନାହିଁ। ପୁଣି କାନ୍ଦିବାକୁ ଲାଗିଲା। ସାଧୁ କହିଲେ, ତୁମେ ଆଉ ମନ ଦୁଃଖ କରନି। ବାସ୍ କୁହ, ତୁମେ କେଉଁ ପକ୍ଷୀ ହେବାକୁ ଚାହୁଁଛ? କାଉ ଖୁସିରେ କହିଲା, ଆଜ୍ଞା, ମୁଁ ହଂସ ହେବାକୁ ଚାହୁଁଛି। ପାରିବ ଯଦି ତୁମେ ମୋତେ ହଂସ ବନେଇ ଦିଅ। ସାଧୁ ତାପରେ କହିଲେ, ହଉ ଠିକ୍ ଅଛି, ମୁଁ ତୁମକୁ ହଂସ ବନେଇଦେବି। କିନ୍ତୁ ତୁମେ ହଂସକୁ ପଚାରିକି ଆସ। ସେ ଗଲା ହଂସ ପାଖକୁ। ସେଠି ଯାଇ ହଂସକୁ ଦେଖି କହିଲା, ତୁମେ କେତେ ସୁନ୍ଦର, କାଚ ଭଳି ଧଳା। ତୁମେ ସମସ୍ତେ ତୁମକୁ ଭଲ ପାଆନ୍ତି। ତୁମେ ହିଁ ପୃଥିବୀର ସବୁଠୁ ସୁନ୍ଦର ପକ୍ଷୀ ହୋଇଥିବ। ହଂସ ଦୁଃଖରେ କହିଲା, ସାଙ୍ଗ, ମୁଁ ଖୁସିରେ ନାହିଁ। ଦୁନିଆରେ ବହୁତ ଅଲଗା ସୁନ୍ଦର ସୁନ୍ଦର ରଙ୍ଗର ପକ୍ଷୀ ଅଛନ୍ତି, କିନ୍ତୁ ମୋର କିଛି ରଙ୍ଗ ହିଁ ନାହିଁ। ମୁଁ ଭାବୁଛି ଶୁଆ ହିଁ ସବୁଠାରୁ ଖୁସିରେ ଥିବ। ସେ ବହୁତ ରଙ୍ଗୀନ ଅଟେ। ଏ କଥା ଶୁଣିକି କାଉ ପୁଣି ଶୁଆ ପାଖକୁ ଉଡ଼ିଗଲା। ଆଉ ଶୁଆ ପାଖକୁ ଯାଇ ଶୁଆକୁ ପଚାରିଲା, ତୁମେ ବହୁତ କଲରଫୁଲ୍ ଆଉ ସୁନ୍ଦର ମଧ୍ୟ। ତୁମେ ହିଁ ଦୁନିଆର ସବୁଠୁ ଖୁସିରେ ରହୁଥିବାର ପକ୍ଷୀ। ଶୁଆ ମନ ଦୁଃଖରେ କହିଲା, ଆଜ୍ଞା, ମୁଁ କେମିତି ଖୁସିରେ ରହୁଥିବା ପକ୍ଷୀ ହେଇପାରିବି? ମୋତେ ସମସ୍ତେ ପଞ୍ଜୁରୀରେ ରଖିଦେଉଛନ୍ତି। ଆଉ ପଞ୍ଜୁରୀରେ ବନ୍ଧା ହେଇକି ରହିଲା ପରେ ମୁଁ କେମିତି ଖୁସିରେ ରହିପାରିବି? ମୋ ମତରେ ମୟୂର ହିଁ ସବୁଠାରୁ ସୁନ୍ଦର ଓ ଖୁସିରେ ରହୁଥିବା ପକ୍ଷୀ। ଏ କଥା ଶୁଣି କାଉ ପୁଣି ମୟୂର ପାଖକୁ ଉଡ଼ିବାକୁ ଲାଗିଲା। ଆଉ ମୟୂରକୁ କହିଲା, ବହୁତ ଲୋକ ତୁମକୁ ଦେଖିବାକୁ ଆସନ୍ତି। ଆଉ ତୁମେ ଏତେ ରଙ୍ଗୀନ ଅଟ, ପ୍ରତ୍ୟେକ ଦିନ ତୁମକୁ ହଜାର ହଜାର ଲୋକ ଦେଖିବାକୁ ଆସନ୍ତି। ମୋତେ ଲାଗୁଛି ତୁମେ ହିଁ ପୃଥିବୀର ସବୁଠୁ ଖୁସିରେ ରହୁଥିବା ପକ୍ଷୀ। ମୟୂର କହିଲା, ମୁଁ ଭାବୁଥିଲି ମୁଁ ହିଁ ସବୁଠାରୁ ସୁନ୍ଦର ଆଉ ଖୁସିରେ ରହୁଥିବା ପକ୍ଷୀ। କିନ୍ତୁ ମୋ ସୁନ୍ଦରତା ଯୋଗୁଁ ମୁଁ ଏଇ ପ୍ରାଣୀ ଉଦ୍ୟାନ ଭିତରେ ଅଛି। ଆଉ ଯେତେବେଳେ ଲୋକମାନେ ଆସନ୍ତି, ମୋ ରଙ୍ଗୀନ ପରକୁ ଟାଣିକି ଛିଣ୍ଡାଇ ନିଅନ୍ତି। ସତରେ ମୋତେ ବହୁତ କଷ୍ଟ ହୁଏ। ଏ କଥା ଶୁଣିକି କାଉ ଆଶ୍ଚର୍ଯ୍ୟ ହୋଇଗଲା। ଆଉ ପଚାରିଲା, ତୁମ ମତରେ କିଏ ଖୁସିରେ ଥିବ? ମୟୂର କହିଲା, ମୁଁ ଏଇ ପ୍ରାଣୀ ଉଦ୍ୟାନକୁ ଭଲସେ ଦେଖିଛି। ବାସ୍ ଏଠି କାଉକୁ ରଖାଯାଇନି। ଲୋକେ ତୁମକୁ ଧରିବାକୁ ଚାହାନ୍ତିନି କି ପଞ୍ଜୁରୀରେ ରଖିବାକୁ ବି ଚାହାନ୍ତିନି। ମୋ ମତରେ କାଉ ହିଁ ଦୁନିଆର ସବୁଠୁ ଖୁସିରେ ରହୁଥିବା ପକ୍ଷୀ। କାରଣ କାଉକୁ କେହି ପଞ୍ଜୁରୀରେ ରଖନ୍ତି ନାହିଁ। ଆଉ ସେ ଯୁଆଡ଼େ ଚାହେଁ ସିଆଡ଼େ ବୁଲିପାରେ। ଆଉ କିଛି ଦିନ ହେବ ମୁଁ ଭାବୁଛି, ଯଦି ମୁଁ କାଉ ହେଇଥାନ୍ତି, ତାହେଲେ ଖୁସିରେ ସବୁଆଡ଼େ ବୁଲି ପାରିଥାନ୍ତି। ଏ କଥା ଶୁଣି କାଉ ଉଡ଼ିଗଲା। ଆଉ ପ୍ରଥମ ଥର ତାକୁ ନିଜ ଜୀବନ ଉପରେ ଖୁସି ଅନୁଭବ ହେଲା। ସେ ସାଧୁ ବାବାଙ୍କୁ କହିଲା, ଆଜ୍ଞା, ମୁଁ ଅନ୍ୟ କେଉଁ ପକ୍ଷୀ ହେବାକୁ ଚାହୁଁନାହିଁ। ମୁଁ ଯାହା ଅଛି ଖୁସିରେ ଅଛି। ଆମେ ଯଦି ଆମ ଜୀବନକୁ ଦେଖିବା, ଆମର ବି ସେଇ ସେମ୍ ପ୍ରୋବ୍ଲେମ୍। ଆମେ ଅଯଥା ଅନ୍ୟ ସହ ନିଜକୁ କମ୍ପେୟାର କରୁ। କଳା, ଗୋରା, ଧନୀ, ଗରିବ, ଶିକ୍ଷିତ, ମୂର୍ଖ ଆଉ କେତେ କ'ଣ। ତାପରେ ନିଜ ନିଜକୁ ଦୋଷ ଦେଉ। ସାଙ୍ଗମାନେ, ଯାହା ଆମ ପାଖେ ନାହିଁ ସେ କଥା ଭାବି ମନ ଦୁଃଖ କରିବା ଅପେକ୍ଷା ଯାହା ଆମ ପାଖେ ଅଛି ତାକୁ ନେଇ ଖୁସିରେ ରହିବା ଦରକାର। ଦୁନିଆର ସବୁବେଳେ ଏମିତି କିଛି ଲୋକ ମିଳିବେ ଯାହା ପାଖରେ ତୁମଠୁ କିଛି କମ୍ କିମ୍ବା ତୁମଠୁ କିଛି ଅଧିକ ଥାଏ। ତୁମେ କାହା ସହିତ କମ୍ପାରିଜନ୍ କଲେ କେବେ ବି ଜୀବନରେ ଖୁସିରେ ରହିପାରିବନି। ତ ସାଙ୍ଗମାନେ, ଯଦି ଏହି ଭିଡ଼ିଓଟି ଭଲ ଲାଗେ ତାହେଲେ ଭିଡ଼ିଓଟିକୁ ସବସ୍କ୍ରାଇବ୍ କରି ଭିଡ଼ିଓଟିକୁ ଲାଇକ୍ କରିଦିଅନ୍ତୁ। ରହିଲି, ଜୟ ଜଗନ୍ନାଥ।